ସେମାନେ କହିନାହାନ୍ତି ଯେ ନବୀନଙ୍କ ସବୁ କଥାକୁ ମାନିବାକୁ ଆମେ ପ୍ରସ୍ତୁତ ନୁହେଁ। ସେମାନେ କହିବା କଥା ହେଲା ଯେ ଆମେ ବ୍ୟକ୍ତିଗତ ଭାବରେ କୋଉଠି ବସିଲୁ ସେଇଥିପାଇଁ ଆମେ ସଭାପତିଙ୍କଠୁ କାହିଁକି ଅନୁମତି ନବୁ। ସେମାନେ କହିନାହାନ୍ତି ଯେ ନବୀନଙ୍କର ସବୁ କଥା ମାନିବାକୁ ଆମେ ପ୍ରସ୍ତୁତ ନୁହେଁ। ଅନେକ ସମୟରେ ଦେଖାଯାଇଛି ଯେ ମିଡିଆରେ ସେମାନଙ୍କର ମତକୁ ଗୋଟେ ମାନେ ଭାଙ୍ଗି ରୁଜି ଏପଟ ସେପଟ କରି କୁହାହଉଛି। ମାନେ ପ୍ରଫୁଲ୍ଲ ମାନେ କଣ ପ୍ରଫୁଲ୍ଲ ମଲ୍ଲିକଙ୍କର ବିସ୍ଫୋରକ ମନ୍ତବ୍ୟ। ସେ କଣ ବିସ୍ଫୋରକ ମନ୍ତବ୍ୟ ଦେଇଛି? ସେ କହିଲା ଆମେ ଯାଇକିରି ଆମେ ବୟସ ଆମର ହେଲାଣି ଆମେ କିଛି ଲୋକ ଯାଇକିରି ଚା ପାଣି ପିଇବାକୁ ଆମେ ଗୋଟେ ଜାଗାରେ ବସିଥିଲୁ ଏବଂ ସେଇଥିପାଇଁ କଣ ଆମେ ମାନେ ଶଙ୍ଖ ଭବନକୁ ଆସିବୁ। ସେମାନେ ତ କେହି ନବୀନଙ୍କ ଅବମାନନା କରିନାହାନ୍ତି, ନବୀନଙ୍କ ବିଷୟରେ କିଛି କହିନାହାନ୍ତି। ସେମାନଙ୍କର ଇଙ୍ଗିତ ଏବେ ବି ଅଛି ଯେ ଯୋଉଟା ନୃସିଂହ ସାହୁ କହୁଛନ୍ତି ଯେ ଏ ବିଷୟରେ ପାଣ୍ଡିଆନ ସ୍ପଷ୍ଟ କରିଦେଲେ ଯାଆନ୍ତା। ପାଣ୍ଡିଆନ କଣ ପାଇଁ ସ୍ପଷ୍ଟ କରିବେ? ପାଣ୍ଡିଆନ ଜୁନ 4 ତାରିଖ ପରଠୁ ଆଜି ଯାଏ ପାର୍ଟି ଫିଟେଇ ନାହାନ୍ତି, ପବ୍ଲିକ ଏପିୟରାନ୍ସ ତାଙ୍କର ନାହିଁ, ତ ସେ କାହିଁକି ମାନେ କହିବେ? ଏବଂ ଆପଣଙ୍କ ଦଳର ସଭାପତି ସର୍ବୋଚ୍ଚ ନେତା ସେ କହିଲେ ଯେ ଗତ 10 ମାସ ହେଲାଣି ପାଣ୍ଡିଆନ ଦଳରେ ନାହାନ୍ତି, ଦଳ ସମ୍ପର୍କରେ ତାଙ୍କର କୌଣସି ମତାମତ ନାହିଁ। ଯଦି ଆପଣଙ୍କର ଦଳର ସର୍ବୋଚ୍ଚ ନେତା ଆପଣ ଯାହାଙ୍କୁ ସଭାପତି ବୋଲି କହୁଛନ୍ତି, ଆପଣ ଯାହାଙ୍କୁ ନେତା ବୋଲି ମାନୁଛନ୍ତି, ତାଙ୍କର କଥା ଉପରେ ଯଦି ଆପଣଙ୍କର ଭରସା ନାହିଁ ତାହେଲେ ଆପଣ ଦଳରେ ରୁହନ୍ତୁ ନାହିଁ। ଅତି ସ୍ପଷ୍ଟ କଥା। ଏବଂ ଯଦି ଦଳର ସଭାପତି କହି ସାରିଲା ପରେ ବି ଯଦି ଆପଣଙ୍କର ବିଶ୍ୱାସ ଆସୁନାହିଁ ତାହେଲେ ଆପଣ ଯାହାକୁ ବିଶ୍ୱାସ କରୁଛନ୍ତି ଆପଣ ସେଆଡକୁ ଯାଆନ୍ତୁ। ମାନେ ବର୍ତ୍ତମାନ କଥା ସେ ଆର ୟା ପାର ହବ ନା। ଆପଣ କହିବେ ସଭାପତି କହିଲା ପରେ ମଧ୍ୟ ଯଦି ଆପଣଙ୍କ ମନରେ ସନ୍ଦେହ ଅଛି ତାହେଲେ ସନ୍ଦେହ କରିକି ଦଳ ଭିତରେ କାହିଁ ଅଛନ୍ତି, ଆପଣ ବାଟ ବାଛି ପାରନ୍ତି। ଏବଂ ଦଳର ଯୋଉମାନେ ସର୍ବୋଚ୍ଚ ନେତା ବୋଲିକି ଯୋଉ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ସେମାନେ ଦଳ ହାରିବା ପରଠୁ ସେମାନଙ୍କର ଭୂମିକା କଣ ସେ ସମ୍ପର୍କରେ ମଧ୍ୟ ଟିକେ ସମୀକ୍ଷା କରନ୍ତୁ। ଯେ ସେମାନେ କେହି ଯୋଉ ସରକାର ଆସିଛି ସରକାରର ଯୋଉ ଜନବିରୋଧୀ ନୀତି ସମ୍ପର୍କରେ କେହି ପଦେ ପାଟି ଫିଟେଇଛନ୍ତି କୋଉଠି? ଆପଣ ନିଜ ଦାୟିତ୍ୱ ବି ତୁଲାନ୍ତୁ ନା। ଆପଣ ମାନେ ସମସ୍ତେ ହାରିଛନ୍ତି, ଆପଣ ମାନେ ଯୋଉମାନେ ସେଠି ବସିଥିଲେ ସମସ୍ତେ ଆପଣ ପରାଜିତ ଲୋକ, ଆପଣ ମାନେ କାହିଁକି ହାରିଲେ? କଣ ଜଣେ ବ୍ୟକ୍ତି ପାଇଁ ହାରିଗଲେ? ଏବଂ ବିଜେଡି କଣ ସବୁବେଳେ ଜିତିବା ରାଜନୀତି କରିବେ? ଆପଣ 24 ବର୍ଷ ଧରିକି ଓଡିଶା ଶାସନରେ ରହିଲେ, 5ଟି ନିର୍ବାଚନ ଜିତିଲେ, ତା ପୂର୍ବରୁ 2ଟି ନିର୍ବାଚନ ଜିତିଲେ ଜନତା ଦଳରେ ଏବଂ ବିଜେଡି ଆପଣ ଏନଡିଏ ସରକାରର ରହିଲେ। ଆପଣଙ୍କ ଦଳର ଅନେକ ଲୋକ କେନ୍ଦ୍ରରେ ମନ୍ତ୍ରୀ ହେଲେ, ଯୋଉମାନେ କେନ୍ଦ୍ରରେ ମନ୍ତ୍ରୀ ହେଲେ ସେ ଦିଲ୍ଲୀପ ରାୟ ହୁଅନ୍ତୁ, ଆପଣଙ୍କର ବ୍ରଜ ତ୍ରିପାଠୀ ହୁଅନ୍ତୁ, ଅର୍ଜୁନ ସେଠୀ ହୁଅନ୍ତୁ, ସମସ୍ତେ ବିଜେଡି କୁ ଗଲେ, ବିଜେଡି ଛାଡିକି ବିଜେପି କୁ ଗଲେ। ଏବଂ ସବୁବେଳେ 27 ବର୍ଷ ଧରିକି କ୍ଷମତାରେ ଆପଣ ଥିଲେ, କଣ ସବୁବେଳେ କ୍ଷମତା ରହିବେ? କ୍ଷମତା ବାହାରେ ରହିକି ରାଜନୀତି କରିବେନି, ବିରୋଧୀ ରାଜନୀତି କରିବେନି। ଏବଂ 24 ବର୍ଷ ଶାସନରେ ରହିଲା ପରେ ମଧ୍ୟ ଆପଣ 51ଟି ବିଧାନସଭା ଆସନ ଜିତିଲେ ଏବଂ ଜିତିଥିବା ଦଳଠୁ ଅଧିକ ଭୋଟ ପାଇଲେ, ସେଥିରେ ବି ଆପଣ ସନ୍ତୁଷ୍ଟ ନୁହନ୍ତି। ଆଣ୍ଟି ଇନକମେନ୍ସି କେବେ ହବ ନାହିଁ। ଗଣତନ୍ତ୍ରର ରାଜନୀତିରେ କେବଳ ଜୟ ମାନେ ଜିତୁଥିବା ପର୍ଯ୍ୟନ୍ତ ଆପଣ ଦଳ ବିଷୟରେ ବଢିଆ, ହାରିଗଲା ପରେ ତାପରେ ଦଳ ବିରୁଦ୍ଧରେ ବିଷୋଦ୍ଗାର କରିବେ। ତେଣୁ ବରିଷ୍ଠ ନେତା ମାନଙ୍କୁ ନେଇକରି କର୍ମୀ ମହଲରେ ମଧ୍ୟ ଅସନ୍ତୋଷ ଦେଖାଯାଉଛି। ଆପଣ ଯଦି ଦେଖିବେ କର୍ମୀ ମାନେ ନେତା ମାନଙ୍କର ଆଚରଣକୁ ନେଇକରି କ୍ଷୁବ୍ଧ ହଉଛନ୍ତି। ଯେତେବେଳେ ଦେଖୁଛନ୍ତି ସାରା ଓଡିଶାରେ ଅନେକ ମାନେ ସରକାର ବିରୋଧରେ ଗୋଟେ ବଡ ଜନମତ ତିଆରି ହଉଛି, ସେତେବେଳେ ବିଜେଡି ନେତା ମାନେ ସେ ସମ୍ପର୍କରେ ନ କହିକିରି ନିଜ ଦଳ ଭିତରେ ଟଣା ଉଟରା ହଉଛନ୍ତି। ସେଥିରେ ଆପଣ ଭାବନ୍ତୁ ନାହିଁ ଯେ ବିଜେଡିର ବରିଷ୍ଠ ନେତା ମାନଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଛି। ବିଜେଡିର ବରିଷ୍ଠ ନେତା ମାନେ ଯୋଉ ମିଡିଆ ନେରେଟିଭର ଶିକାର ହଉଛନ୍ତି। ବିଜେପି ପ୍ରାୟୋଜିତ ଗଣମାଧ୍ୟମ ଯୋଉ ନେରେଟିଭ ତିଆରି କରୁଛି ସେ ନେରେଟିଭର ଶିକାର ହେଇକରି ବରିଷ୍ଠ ନେତା ମାନେ ଆତ୍ମଘାତୀ ନିଷ୍ପତ୍ତି ନେଉଛନ୍ତି। ତେଣୁ ସେ ଆତ୍ମଘାତୀ ନିଷ୍ପତ୍ତିରୁ ଯଦି ସେମାନେ ଦୂରେଇକି ନ ରହିବେ ନିଜେ ଅସୁବିଧାରେ ପଡିବେ।